ଗାଁ ଗହଳିରେ ପ୍ରାୟତଃ ଚାଷୀ ମାନେ ଅଛନ୍ତି ଯୋଉମାନେ କି ଧାନ ବିଲକୁ ଯାଉଛନ୍ତି ଆଉ ସେମାନଙ୍କ ବିଷୟରେ କଣ କହିବେ ଯଦି ଧାନ ବିଲରେ ସାପ ଦେଖିଲେ କି? ହଁ ଭଲ କଥାଟା ଆପଣ ପଚାରିଛନ୍ତି। ଯେହେତୁ ବର୍ଷା ସିଜନ, ଏଇ ବର୍ଷା ସିଜନରେ ସାପ ମାନେ ଟିକେ ବେଶୀ ଦେଖାଯାଆନ୍ତି। କାହିଁ ଏଇ ସିଜନରେ ସେମାନଙ୍କର ଅଣ୍ଡାରୁ ସବୁ ବାହାରିଥାନ୍ତି, ଛୁଆ ଜନ୍ମ ହେଇଥାନ୍ତି। ତେଣୁ ବଡ଼ ସାପ ମାନେ କଣ ହେଇଛି, ଏ ପରିବେଶ ଭିତରେ ସେ ଚଳିଲେଣି। ସେ ଲୋକ ମଣିଷ ମାନେ ତାର ଶତ୍ରୁ ତାକୁ ବାଡିକି ମାରିଦେବେ କି କୌଣସି ଚିଲ ଛଞ୍ଚାଣ ତାକୁ ଖାଇଦେବେ, ଏସବୁ ସିଏ ଜାଣି ସାରିଲେଣି। ସେମାନେ ଲୁଚିକି ରୁହନ୍ତି। କିନ୍ତୁ ଯୋଉମାନେ ସବୁ ଛୋଟ ଛୋଟ ସାପ ବାହାରିଲେ, ପରିବେଶ କଣ ଦୁନିଆ କଣ ସେ ଜାଣିନାହାନ୍ତି। ସେମାନେ ଚିଲି ବିଲି ହେଇକି ସବୁ ବୁଲିକି ଯାଆନ୍ତି, କିଏ ଘର ମୁହାଁ ହେଲା, କିଏ କୋଉ କାଠ ଗଦା ହେଲା, କିଏ କୋଉ ଅଳିଆ ଗଦା ହେଲା, କିଏ କୋଉ ଘାସ ଭିତରେ ସବୁ ଚଳିଲେ। ଚାଷୀ ଭାଇ ମାନଙ୍କୁ ମୁଁ ଏତିକି କହିବି, ସବୁବେଳେ ଯେତେବେଳେ ଚାଷ ଜମିକି ଯାଉଛନ୍ତି, ସର୍ବପ୍ରଥମେ ସେ ଯୋଉ କାମଟା କରିବେ, କାମ ପୂର୍ବରୁ ସେଇଟାକୁ ଭଲକି ନିରୀକ୍ଷିକି ଦେଖନ୍ତୁ। ଭଲ ଭାବରେ ଦେଖନ୍ତୁ ପରିଷ୍କାର ଭାବରେ, ତାପରେ କାମ କରନ୍ତୁ। କାହିଁକି ନା ମୁଁ ଦେଖିଛି ବର୍ତ୍ତମାନ ଆମ ଅଞ୍ଚଳରେ ବହୁତ ଲୋକ ସାପ କାମୁଡ଼ାରେ ମଲେଣି। ଆମ ଅଞ୍ଚଳରେ ନାହିଁ, କିନ୍ତୁ ଅନେକ ଅଞ୍ଚଳରେ ସାପ କାମୁଡ଼ାରେ ମରୁଛନ୍ତି। ଆମେ ଗଣମାଧ୍ୟମରେ ଦେଖୁଛୁ, ସମାଜ ପେପର ପଢୁଛୁ ମଧ୍ୟ। ଯେ ଏଥିରେ କାରଣ କଣ, ଲୋକଙ୍କର ସଚେତନତା ଅଭାବ। ଲୋକ ମାନେ ଦେଶ ଦୁନିଆ କୋଉଠି ପହଞ୍ଚିଲାଣି, ସବୁବେଳେ ସାପ କାମୁଡା ଉପରେ ବିଭିନ୍ନ ପ୍ରକାର ଜିନିଷ ଗଣମାଧ୍ୟମରେ ବା ୟୁଟ୍ୟୁବ ମାଧ୍ୟମରେ ଲୋକ ଦେଖୁଛନ୍ତି, ପୁଣି ସେଇ କାମଟି କରୁଛନ୍ତି। ବା ଯୋଉଟା କହିଲି ଅନ୍ଧବିଶ୍ୱାସ ମଣିଷକୁ ଏମିତି ଭ୍ରମ କରି ରଖିଛି, ଯେତେବେଳେ ସାପ କାମୁଡୁଛି ଲୋକମାନେ ସର୍ବପ୍ରଥମେ ଗାଁ ଗହଳି ଲୋକମାନେ, କେବଳ ପ୍ରାୟ ଗାଁ ଗହଳି ଲୋକମାନେ ସାପ କାମୁଡାରେ ମରନ୍ତି। ସହରାଞ୍ଚଳ ଅଞ୍ଚଳ ଲୋକ ମରନ୍ତିନି, ସେମାନଙ୍କ କମ ମରନ୍ତି। କିନ୍ତୁ ଗାଁ ଗହଳି ଅଧିକ ଲୋକ କାହିଁକି ମରନ୍ତି ନା, ସେମାନେ କଣ କରିବେ, ସାପ କାମୁଡ଼ିଲେ ଆଗ ମନ୍ଦିରରେ ନିକଟରେ ଥିବା ମନ୍ଦିରରେ ନେବେ, ଶିବ ମନ୍ଦିର ହଉ କି ଯୋଉ ବିଶ୍ୱାସୀ ମନ୍ଦିରରେ ନେଇକି ସେ ପାଣି ଢାଳିବେ। ପାଣି ଢାଳି 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 ତାର ସମୟଟା ଘଣ୍ଟେ 2 ଘଣ୍ଟା ନଷ୍ଟ କରିଦିଅନ୍ତି। ନଚେତ କୌଣସି ଗୁଣିଆ ପାଖକୁ ନିଅନ୍ତି, ସେମାନେ ଗଦ ଚେରମୂଳି ଝଡା ଫୁଙ୍କା ଏମିତି ବିଭିନ୍ନ ପ୍ରକାର କାମ କରି ଯେତିକି ସମୟଟା ତାର ନଷ୍ଟ କରିଦିଅନ୍ତି। ଲାଷ୍ଟ ମୋମେଣ୍ଟରେ ଯେତେବେଳେ ସେ ଠିକ ନହେଲା, ଭଲ ନ ହୁଏ ରୋଗୀ, ତାକୁ ମେଡିକାଲକୁ ଆଣନ୍ତି। ତ ସେତେବେଳକୁ ସମୟ ଏତେ ଅତିକ୍ରମ କରିଥିବ, ତା ଶରୀରରେ ବିଷର ପ୍ରଭାବ ଏମିତି ଚଢି ଯାଇଥିବ, ଡକ୍ଟର ଆଉ ଟ୍ରିଟମେଣ୍ଟ କଲା ଭଳିଆ ପ୍ରୋସେସର ନଥିବ। ଡକ୍ଟର ତା ହିସାବରେ ଯେତିକି ପାରିବ ସେ କରେ, କିନ୍ତୁ ଲାଷ୍ଟ ଆସିକି ଲୋକଟା ଡେଥ୍ ହେଇଯାଏ। ତେଣୁ ମୁଁ କହିବା କଥା, ମୁଁ ବିଭିନ୍ନ ପ୍ରକାର ଚ୍ୟାନେଲ ମାଧ୍ୟମରେ ମୁଁ କହିଛି ଗାଁ ଗାଁ ବୁଲିକି ଲୋକମାନଙ୍କୁ ବିଭିନ୍ନ କେଳା କେଳୁଣି ରୂପରେ ମଧ୍ୟ ମୁଁ କହେ, ସାପ କାମୁଡ଼ିଲେ ସେ ଯେକୌଣସି ସାପ ହଉ, ଲୋକମାନେ ସବୁ ସାପକୁ ଚିହ୍ନି ନଥାନ୍ତି। ସାପ ଦେଖିଥିଲେ ମଧ୍ୟ ତାର ବିଷ ଅଛି ନ ଅଛି ତାହା ବି ଜାଣିନାହାନ୍ତି। ଯଦିଓ ବିଷାକ୍ତ ସାପ ସିଏ ସବୁ ସମୟରେ କାମୁଡ଼ିଥିବ, ବିଷ ଯାଇଥିବ ନ ଯାଇଥିବ ତାହା ବି ଜାଣିପାରିବାନି। ତେଣୁ ଆମେ ଯେତେବେଳେ ସାପ କାମୁଡ଼ିଲା ଯେକୌଣସି ଲୋକକୁ, ଆମେ ବିଲକୁଲ ଧୈର୍ଯ୍ୟ ହରା ହେବା ନାହିଁ। ନିଜେ ଧୈର୍ଯ୍ୟ ଧରିବା, ଆମ ରୋଗୀକି ଧୈର୍ଯ୍ୟ ଦେବା। ଆମେ ଅଧୈର୍ଯ୍ୟ ଯଦି ହବା, ତା ବାପା କି ମା କି ଭାଇ ବନ୍ଧୁ ଯିଏ ନିକଟରେ ଥିବେ, ମୁଣ୍ଡ ପିଟି କାନ୍ଦିବେ, କଣ କରିବ, ହାଁ କରିଯିବୁ। ସାପ କାମୁଡ଼ି ସାରିଲା ପରେ ମରିବା ଚିନ୍ତାଟା ଲୋକମାନଙ୍କ ମୁଣ୍ଡକୁ ଆଗ ଆସେ ହେରି। ତେଣୁ ସେଇଟା ଭାବିବାନି। ସାପ କାମୁଡ଼ିଲେ ପ୍ରାୟ ଯଦି ଠିକ ସମୟରେ ଚିକିତ୍ସା ହେବା, କୌଣସି ଲୋକର କ୍ଷତି ହବନି। ଆମେ ଠିକ ସମୟରେ ଚିକିତ୍ସା ହଉନି ବୋଲି ବିଭିନ୍ନ ପ୍ରକାର ସମସ୍ୟା ଲୋକ ମରୁଛି, ନହେଲେ କାହିଁ କଣ ହବ। ଆମେ ଜଣେ ସାପ ଧରାଳି, ମୁଁ ଜଣେ ସାପ ଧରାଳି, ବିଭିନ୍ନ ପ୍ରକାର ଗାଁକୁ ଯାଉଛି, ସାପ ଧରୁଛି, ନାନା ପ୍ରକାର ସାପ। ଆମକୁ ମଝିରେ ମଝିରେ ମଧ୍ୟ ସେମିତି ଦୁର୍ଘଟଣା ହଉଛି, ସାପ କାମୁଡା ସମ୍ମୁଖୀନ ଆମେ ହଉଛୁ। ତ ଆମେ କେମିତି ବଞ୍ଚୁଛୁ, ଆମେ ସାପ କାମୁଡ଼ିଲା ପରେ ଆମେ ବ୍ୟସ୍ତ ହବୁନି, ଆମେ ତୁରନ୍ତ ମେଡିକାଲ ଯାଉ, ମେଡିକାଲ ଯାଇକି ଚିକିତ୍ସା ହଉ, କିଛି ଅସୁବିଧା ନାହିଁ। ମେଡିକାଲରେ ଆଣ୍ଟିଟେରୋକ୍ସିନ ଯୋଉ ଇଞ୍ଜେକ୍ସନ କୋଉ ମେଡିକାଲରେ ଆମ ଏଇ ପାଖରେ ମିଳେ? ହଁ, ଇଞ୍ଜେକ୍ସନ ପ୍ରତ୍ୟେକ ସରକାରୀ ମେଡିକାଲରେ ଅଛି। ଯୋଉ ଛୋଟ ଛୋଟ ମେଡିକାଲ ମାନଙ୍କରେ ସେମାନେ ତାର ପଦ୍ଧତିଟା ଚିକିତ୍ସା କରିବାର ଶୈଳୀଟା ଜାଣିନଥାନ୍ତି ବୋଲି ସେମାନେ କରୁନଥିବେ, କିନ୍ତୁ ନହେଲେ ପ୍ରତ୍ୟେକ ସରକାରୀ ମେଡିକାଲ ମାନଙ୍କରେ ଆଣ୍ଟିଭେନମ ମହଜୁଦ ରଖିଛନ୍ତି। ତେଣୁ ଆମେ ବ୍ୟସ୍ତ ହେବାନି, ନିଜେ ଧୈର୍ଯ୍ୟ ଧରିବା, ପେସେଣ୍ଟକୁ ଧୈର୍ଯ୍ୟ ଦେବା, ତୁରନ୍ତ ନେବା। ତା ମାନେ ନୁହଁ ଯେ ଗୋଟେ ଜିନିଷ, ପ୍ରାୟ ଜାଗାରେ ମୁଁ ଦେଖିଛି ଏମିତି ଲୋକ ମରିଛନ୍ତି, ସେ 108କୁ ଫୋନ କରିବେ, 108 ଆସିଲା ବେଳକୁ ଘଣ୍ଟେ 1.5 ଘଣ୍ଟା ଲାଗିଯିବ। ସେ କେବେ ଠିକ ସମୟରେ ପହଞ୍ଚି ପାରିବେନି। କାହିଁକି? ଫୋନ କଲା ଆସି ସିଏ କହିବେ ଆପଣ ଲାଇନରେ ଥାନ୍ତୁ, ଗାଡି ବର୍ତ୍ତମାନ ଯାଇକି ବାହାଡା ଝୁଲାର ଅଛି, ଆପଣଙ୍କ ପାଖରେ ପହଞ୍ଚିଲା ଆସି ଆଉ ଅଧଘଣ୍ଟେ ଲାଗିଯିବ କି ନାହିଁ। କି ଆମ ପାଖରେ ତ 2 କିଲୋମିଟର ମେଡିକାଲଟା, ଆମେ କାହିଁ 108କୁ ଦେଖିବା। ଯେଝା ଗାଁରେ ଅଟୋ ଅଛି, ମୋଟର ସାଇକେଲ ତ ଘରେ ଘରେ ଅଛି, ଆମେ ତ ସୁରକ୍ଷା ନେଇକି ପଳେଇଯିବା। ତାକୁ କାହିଁକି ଘଣ୍ଟେ ଅଧଘଣ୍ଟେ ଅପେକ୍ଷା କରିକି ଆମର ପେସେଣ୍ଟକୁ ମରଣକୁ ଠେଲିବା। ତେଣୁ କୌଣସି ସରକାରୀ ଆମ୍ବୁଲାନ୍ସକୁ ଅନେଇବେନି, ତୁରନ୍ତ ଆମେ ମେଡିକାଲକୁ ଯଦି ନେଇଯିବା,
ପ୍ରାଥମିକ ଚିକିତ୍ସା କ'ଣ ହବ ବନ୍ଧାବନ୍ଧି କ'ଣ? ହଁ ପ୍ରାଥମିକ ଚିକିତ୍ସା କଥା କହିଲେ ସେଇଟା ତ ନିଶ୍ଚିନ୍ତ ଭାବେ ଆମେ ଯୋଉ ମେଡିକାଲ ନବା ତା ପୂର୍ବରୁ ତ କ'ଣ ଗୋଟେ କରିକି ନେଇଗଲେ ଆମକୁ ଟିକେ ଭଲ ହବ। ଯୋଉ ପ୍ରାଥମିକ ଚିକିତ୍ସା ସେତେବେଳେ ଥିଲା ସେ ସାପ କାମୁଡ଼ିଲା ପରେ ଆମେ ମାନେ ଗାଁ ଗହଳି ସବୁ ରବର କୌଣସି ରସି କି ତାର ଟ୍ୟୁ ଏମିତି ଆମେ ବାନ୍ଧି ଦଉ। ଆମେ ଏଇଥିପାଇଁ ବାନ୍ଧୁ ଯେ ବ୍ଲଡ ସର୍କୁଲେସନ ଟା ଗତି ନ କରୁ। ବ୍ଲଡ ସର୍କୁଲେସନ ଗତି କଲେ ବ୍ଲଡ ମାଧ୍ୟମରେ ବିଷଟା ତା ଶରୀର ଆଡ଼େ ଖେଳିଯିବ। କାମୁଡ଼ିବାର ଉପର ଜାଗାକୁ ଆମେ ବାନ୍ଧି ଦଉ। ଆମେ ଟାଇଟ୍ କରିକି ବାନ୍ଧୁ। ଟାଇଟ୍ କରିଦେଲା ପରେ କ'ଣ ହେଉଛି ନା ସେଇ ଜାଗାଟା ଫୁଲିବ। ଗୋଟେ ଡୋର ବାନ୍ଧିଲା ପରେ ଫୁଲିବ। ବ୍ଲଡ ସର୍କୁଲେସନ ହବନି। ବ୍ଲଡ ସର୍କୁଲେସନ ହେଲାନି। ଯେତେବେଳେ ନହେଲା ସେଇଠୁ ଜୀବକୋଷଗୁଡ଼ା ମରିଯାଆନ୍ତି। ଯୋଉ ଜୀବକୋଷଗୁଡ଼ା ମରିଗଲା ପରେ ସେଇଟାକୁ ଡକ୍ଟର ଭାଷାରେ କୁହାଯାଏ ଗେଙ୍ଗେରିଂ ହେଇଯାଏ ବୋଲି। ତ ଯେତେବେଳେ ମେଡିକାଲ ସିଏ ଯିବ ଦରକାର ପଡ଼ିଲେ ତାକୁ ବିଷ ନଥିବା ସାପ କାମୁଡ଼ିଥିବ ଆମେ ତୁଛାରେ ବାନ୍ଧିକି ଗୋଟେ ତାର ହାତ କି ଗୋଟେ ଅଙ୍ଗ ନଷ୍ଟ କରିବା। ଯଦି ବିଷାକ୍ତ ସାପ ସିଏ ଯଦି ଡ୍ରାଏ ବାଇଟ୍ କରିଥିବ କାମୁଡ଼ିଥିବ ସେ ଲୋକକୁ ସବୁ ବିଷ ଯାଇନଥିବ ଆମେ ଅଯଥାରେ ପୁଣି ହାତଟେ କି ଆଙ୍ଗୁଠିଟେ କାଟିବା। ତେଣୁ ସେ ତାକୁ କରିବା ନାହିଁ। ବିଲକୁଲ କିଛି ନ କରିବା ବେଟର। ଆମେ ତାକୁ ଧୈର୍ଯ୍ୟ ଦେବା ମେଡିକାଲ ନେଇଯିବା। ଏକ ଦ୍ୱିତୀୟ କଥା ଯଦି ପାରୁଛନ୍ତି କାହା ଘରେ ଯଦି କ୍ରେପ୍ସ ବ୍ୟାଣ୍ଡେଜ ଥିବ ବା ରବର ଇଲାଷ୍ଟିକ ଟାଇପର ଆମେ ହାଲକାରେ ଗୋଳେଇ ପାରିବା। ନଚେତ ଗୋଟେ ବାଉଁଶ ପାତିଆ ଗୋଟେ ଦେଇକି ସ୍କେଲ ଭଳିଆ ଆମେ ଧୀରେ ଧୀରେ ଗୋଳେଇଲେ ସେ ଜାଗାଟା ଟିକେ ଗ୍ୟାପ୍ ରହିଲା ଯେତିକି ଫୁଲିବ ସେ ପର୍ଯ୍ୟନ୍ତ ସିଏ ଲୋଡଟା ନେଇପାରିବ। ତା ଭିତରେ ଆମେ ମେଡିକାଲରେ ପହଞ୍ଚି ପାରିଥିବା ଆରାମରେ ଟ୍ରିଟମେଣ୍ଟ ହେଇପାରିବା। ଦ୍ୱିତୀୟ କଥା। ତୃତୀୟ କଥା କ'ଣ ହେଉଛି ନା ସାପ ଯେତେବେଳେ କାମୁଡ଼ି ଦେଉଛି ଲୋକକୁ ଆମେ କ'ଣ କରିବା ସର୍ବପ୍ରଥମେ ସେ ସାପଟାକୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରିବା। ସାପଟାକୁ ଯଦି ଆମେ ଚିହ୍ନଟ କରିବା ଧର ସାପଟା କାମୁଡ଼ି ପଳଉଛି ପାଖରେ ମୋବାଇଲ ନାହିଁ ଆମେ କେମିତି କ'ଣ କରିବା ଆମ ସାପଟାକୁ ସବୁ ଲୋକ ଚିହ୍ନାହାନ୍ତି। ଗୋଟେ ଲୋକ ଅଛନ୍ତି ଆମେ କହୁ ସାପଟା ମାରିବା ପାଇଁ ଆମେ କହୁନୁ ଆମେ ଏଇଥିପାଇଁ କହୁଛୁ ସାପଟା ଚିହ୍ନଟ ପାଇଁ। ସାପ ଜୀବନଠୁ ମଣିଷ ଜୀବନ ମୂଲ୍ୟବାନ। ସାପଟାକୁ ଯଦି କିଏ ପିଟି ଦେଲା ସାପଟି ସେଠି ରହିଲା ସେଟା ଆମେ ତାପରେ ଫଟୋ ଉଠେଇ ପାରିବା। ନଚେତ ସାପଟାକୁ ନେଇକି ମଧ୍ୟ ସାଙ୍ଗରେ ମେଡିକାଲରେ ଦେଖେଇ ପାରିବା। ପ୍ରତ୍ୟେକ ସରକାରୀ ମେଡିକାଲରେ ସାପମାନଙ୍କର ଗୋଟେ ପୋଷ୍ଟର ରଖାଯାଇଛି। ସାପମାନଙ୍କୁ 3 ଭାଗରେ ବିଭକ୍ତ କରାଯାଇଛି। ଅତ୍ୟନ୍ତ ବିଷଧର, ସ୍ୱଳ୍ପ ବିଷଧର, ବିଷହୀନ। ତ ଡକ୍ଟର ଦେଖିବ ଏଇଟା କୋଉ ଲେବୁଲର ସାପଟା। ଯଦି ବିଷହୀନ ସାପ ହେଇଥିବ ସେ କାହିଁ ଘାବରା ହବ ଆରାମରେ ଟ୍ରିଟମେଣ୍ଟ କରିବ। ଯଦି ବିଷାକ୍ତ ସାପ ହେଇଥିବ ସେ କାହିଁ ସମୟ ନେବ ତୁରନ୍ତ ଆଣ୍ଟିଭେନମଟା ଦେବ ଇଞ୍ଜେକ୍ସନ ତୁରନ୍ତ ଲଗେଇବ। କାହିଁକି ନା ସାପର ଯେତେବେଳେ ଆମେ କାମୁଡ଼ି ସାରିଲା ପରେ ବିଷଟାକୁ ଟେଷ୍ଟ କରିବା 20 ମିନିଟରୁ 40 ମିନିଟ୍ ସମୟ ଦରକାର ବିଷ ଟେଷ୍ଟ କରିବା ପାଇଁ। ତ 20-40 ମିନିଟ୍ ହେଲା ଆସିକି ଲୋକଟାକୁ ଆମର କାମୁଡ଼ିଥିବ ସାପଟା ଆହୁରି ଅଧଘଣ୍ଟେ ନିଶ୍ଚିତ ହେଇଥିବ। ଆମେ ପୁଣି ଆଉ କ'ଣ ଅଧଘଣ୍ଟେ ସେଠି ଘଣ୍ଟେ ଅପେକ୍ଷା କରିବା ଲୋକଟା ମରିଯିବ। ତେଣୁ ସେଇଟା ଚିହ୍ନଟ କରିବା ପାଇଁ ଆମେ ସାପଟାକୁ ଜାଣିବା ପାଇଁ ଚିହ୍ନଟ କରିଦେଲେ ସାପଟା କାମୁଡ଼ିଲେ ସେଇ ଜାଗାଟାରେ କେମିତି କ'ଣ ଯୋଉଠି କାମୁଡ଼ିଥିବ ସେ ଜାଗାରୁ କ'ଣ କିଛି ଜଣା ପଡ଼ିବ? ସେଇ ଜାଗାରୁ ଦେଖ ଯଦି କାମୁଡ଼ିଥିବ ବିଷାକ୍ତ ସାପ ତାହେଲେ ଯୋଡ଼ିଏ ନିଶ୍ଚିତ ଭାବରେ ସ୍ପଟ୍ ଥିବ। ଦାନ୍ତ ନିଶ୍ଚିତ ଭାବରେ ଯୋଡ଼ିଏ ବୁଡ଼ିକି ଥିବ। ଯଦି 2ରୁ ଅଧିକ ଦାନ୍ତ ରହିଲା 2 ରାଉଣ୍ଡ ହେଇକି ଚିରି ହେଲା ଭଳିଆ ତାହେଲେ ଆମେ ଜାଣିବା ଯେ ଏଇଟା ବିଷାକ୍ତ ସାପ ନୁହଁ। ବୁଝିଲେ ନାହିଁ। ତେଣୁ ସେ ଯାହା ବି ହଉ ମଣିଷ କିଛି ଲୋକ ଅଛନ୍ତି ବିଷ ନଥିବା ସାପ କାମୁଡ଼ିଲେ ବି ସେ ଲୋକକୁ ବିଷ ଚଢ଼େ। ଏହାର କାରଣ କ'ଣ? ତାର ତ ବିଷ ଗ୍ରନ୍ଥି ନାହିଁ, ବିଷ ଦାନ୍ତ ବି ନାହିଁ। ଏ ଲୋକକୁ ବିଷ ଚଢ଼େ କାହିଁକି? ନା ତାର ମେମୋରି ପ୍ରୋବ୍ଲେମ୍। ସେ ମନ ଦୁର୍ବଳ କରିଦିଏ, ହାଁ କରିଦିଏ। ଆମେ ଗାଁ ଗହଳିରେ ଦେଖୁଛୁ ଦଣ୍ଡ ଯାତ୍ରାରେ ଗୋଟେ ପାଟ ବେତ ଯୋଉ ବେତଟାକୁ ଆମେ ଧରୁ ସିଏ ଏମିତି ମାରେ। ଏମିତି ମାରିଲା ମାନେ ସେ ଚଢ଼େଇଆଟି ଫୋପାଡ଼ି ହେଇ ପଡ଼େ। ମାନେ ସାପ କାମୁଡ଼ିଲେ ଲୋକ ପଡ଼ନ୍ତି ଏଇଟା ଗୋଟେ ମଣିଷ ଭିତରେ ବି ରହିଛି ଭାବନା। କିଛି ଦିନ ତଳେ ଏଇ ଗତ ବର୍ଷ ଆମ ଗାଁର ଗୋଟେ ପୁଅଟା ଭେଣ୍ଡା ପୁଅଟା ମଜବୁତ ପୁଅଟା ଇଏ ପାୱାର ଟିଲର ଚଲାଉଥିଲା। ତାକୁ ମନୋସେଲ କୋବରା ବାଇଟ୍ କଲା ବା ତମ୍ପସାପ କାମୁଡ଼ିଲା। ସେ ବାପ ପୁଅ 2 ଜଣ ବିଲରେ ଅଛନ୍ତି। ପୁଅ କହିଲା ବାପା ମୋତେ ସାପ କାମୁଡ଼ିଦେଲା। ବାପା କହିଲା କ'ଣ କହିଲୁ? ନା ସାପ କାମୁଡ଼ିଦେଲା। ସାପ କାମୁଡ଼ିଦେଲା କହିକି ସାଙ୍ଗେ ସାଙ୍ଗେ ସେଇଠିକି ସେ ନେଉଟି ପଇଲା। ସେ ପୁଅଟି ଯାହାକୁ କାମୁଡ଼ିଲା ସେ ସେଇଠି ଲେଉଟି ପଇଲା। ଏଥିରେ ଲେଉଟିବାର କିଛି ଆବଶ୍ୟକ ନାହିଁ, କିଛି କାରଣ ନାହିଁ। ସାପଟା କାମୁଡ଼ିଲା କ'ଣ ଘାଁ ହେଇକିରି ତା ଶରୀର ନଷ୍ଟ ହେଇଗଲା? ଗୋଟେ ଲୋକର ଶରୀର ନଷ୍ଟ ହେବା ପାଇଁ ସେ ଲୋଡ଼ାକୁ 2.5 ଘଣ୍ଟାରୁ 3 ଘଣ୍ଟା ସମୟ ଦରକାର। ଗୋଟେ ଲୋକକୁ 5 ମିନିଟ୍ 2 ମିନିଟ୍ ହେଇନି ଲୋକଟା ମରିଯିବ ବା ପଡ଼ିଯିବ। ସିଏ ପଡ଼ିଗଲା ଫାଟୁକି ଆଖି ପାଖି ନାଲି ପଡ଼ିଗଲା, ପାଟରୁ ଫେଣ ବାହାରି ପଡ଼ିଲା। ତାକୁ ଟେକି ଧରିକି ଆସିଲେ ମେଡିକାଲ। ମୋତେ ଡାକିଲେ ମୁଁ ବି ସାଙ୍ଗରେ ଯାଇଥିଲି। ଆମର ଏଠି ରଣପୁର ମେଡିକାଲରେ ଡକ୍ଟର ବି ଭଲ ଅଛନ୍ତି। ତାଙ୍କ ସହିତ ଆଲୋଚନା କଲି। ଇଞ୍ଜେକ୍ସନ ଯେତିକି ଦରକାର ମୋତେ ପଚାରିଲେ କେତେ ଦେବା। ମୁଁ କହିଲି ସାର୍ ଏତିକି ଆମେ କାମ କରିବା ପେସେଣ୍ଟ ଠିକ୍ ହେବ। ସେ କହିଲେ ଏଇ ରିକ୍ସଟା ତୁ ଯଦି ନେବୁ ତାହେଲେ ଆମେ ଦେବୁ। ରିକ୍ସଟା ଯେହେତୁ ଆମର ପିଲାଟା ନିଜ ପିଲାଟା ମୁଁ ବି ଜାଣିଛି ସାପ ଉପରେ ପଇଜନ ଉପରେ ମୁଁ ଏମ୍ସ ଯାଇକି ମଧ୍ୟ ଟ୍ରେନିଂ ନେଇଛି। ତେଣୁ ମୁଁ କହିଲି କିଛି ଅସୁବିଧା ହେବନି ସାର୍ ଏଇଟା ଦେବା।
ଦିଆଗଲା, ହୁଁ। ପେସେଣ୍ଟ ଭଲ ହେଲା, ହୁଁ। ପିଲା ଭଲ ହେଇପାରିଲା। କିନ୍ତୁ ଗୋଟେ ଜିନିଷ ଏଇଠି କହିବାକୁ ଚାହେଁ, ପିଲାଟାକୁ ସାପଟା କାମୁଡ଼ିଲା, ସିଏ ନେଉଟିଲା, କାମୁଡ଼ିଦେଲା ସାପ କହିକି, ମନର ଦୁର୍ବଳତା, ମନ ଦୁର୍ବଳ, ସିଏ ହାଁ କରିଦେଲା, ହାର୍ଟ ବିଟ୍ ବଢିଗଲା, ହାର୍ଟ ବିଟ୍ ବଢିଗଲା ପରେ ସିଏ ଆଉ କିଛି ମାନେ ବିପି ଉଠିଗଲା, ହାର୍ଟ ନେଉଟି ପଡ଼ିଲା, ସେନ୍ସ ପଳେଇଲା। ତେଣୁ କେବେ ଅଧୈର୍ଯ୍ୟ ହେବାନି। ସାପ କାମୁଡିବା ବିଷୟ ଅପେକ୍ଷା ହାର୍ଟ ଆଟାକରେ ମରିଯିବେ, ହାର୍ଟ ତୁଚ୍ଛାଟିରେ ମରିଯିବେ। କିଛି ଲୋକ ଅଛନ୍ତି ସେ ପରା କଣ୍ଟା ବୁଡିଗଲେ ସେ ଦିନ ସାରା ନିମ୍ବପତ୍ର ଚାଟିକି ବୁଲୁଥିବେ। ତେଣୁ ଏସବୁ ନାହିଁ, ସାପ କାମୁଡ଼ିଲେ ଆମେ ତୁରନ୍ତ ମେଡିକାଲ। ଯୋଉ କହନ୍ତି ଆମର ସାପ କାମୁଡ଼ିଲେ ତାର ଯୋଉ ଦାନ୍ତଟା ଭିତରେ ଚଳି ଯାଆନ୍ତି ଆଗକୁ ଉପରକୁ, ସେଟା କଣ ସତ? ନା ନା, ସେମିତି କିଛି ନାହିଁ। ଦାନ୍ତ ଗୋଟେ ଲୋକର ଉପରକୁ ପଳେଇଯିବ ସଢି ସଢିକା କି କଣ ଗୋଟେ ମିଳି ସେମିତି ନୁହଁ। ଦାନ୍ତ ପ୍ରାୟ ରହେନି। ଯଦିଓ ସାପଟା କାମୁଡ଼ିଲା ପରେ ଛାଟି ହେଇଯାଏ, ଝିଙ୍କି ହେଇଯାଏ, କିଏ ଝିଙ୍କି ଦିଏ କି ସେଇ ସାପଟା କେମିତି ଅକସ୍ମାତ କରମୋଡି ହେଇକି ବାଇଟ୍ କରିଦିଏ, ମୁଡି ହେଇଯାଏ, ତାଙ୍କର ଯେହେତୁ ସରୁ ସରୁ କଣ୍ଟା ଭଳିଆ ସେ ଦାନ୍ତ ଗୁଡାକ ଭାଙ୍ଗିଯାଏ ପ୍ରେସର ପଡିକି। ଯଦି ରହିଯାଏ ସେଇଟା ସେମିତି ଚଳିବନି, କୁଆଡେ ଯିବନି, ସେଇ ଜାଗାରେ ଥିବ। ହଁ, ହୁଏତ ଯଦି ସେଇ ଜାଗାଟା ସେଫ୍ଟି ହେଇଗଲା, ତାର ପଏଜନ ମାଧ୍ୟମରେ କି ବାନ୍ଧିବା କି ଯେକୌଣସି କାରଣରୁ ସେଫ୍ଟି ହେଇଗଲା, ସେ ଯୋଉ ପଚିଯାଏ ଦାନ୍ତଟା ସେଇଠି ଥିବ, ସେଇଟା ଚିପିଲା ପରେ କି ତାକୁ ଡ୍ରେସିଂ ଫେସିଂ କଲେ ବାହାରିବ। ଆଉ ସେ କୁଆଡେ ଏଠି କାମୁଡ଼ିଲା ଗୋଡକୁ, ସେ ଧୀରେ ଧୀରେ ଚଢି ଚଢି ହାତଟା ଆସିବ, ସେମିତି କିଛି ନାହିଁ। ଆଉ ଏବେ କଣ ମୁଁ ଶୁଣିଥିଲି ଯୋଉ ଟମାଟୋ ଫମାଟୋରେ କଣ ସାପ ବାଇଟ୍ କରିକି ବିଷ ଛାଡ଼ିଦିଏ, ସେମିତି କଣ ହେଇପାରିବ? ବାଇଗଣ ଫାଇଗଣ ଆମେ ସୋସିଆଲ ମିଡ଼ିଆରେ ଦେଖୁଛେ, ୟୁଟ୍ୟୁବରେ ଦେଖୁଛେ, ଟମାଟୋରେ କେମିତି ପରିବା ଖାଅ ନାହିଁ, ଖାଇଲେ ବର୍ତ୍ତମାନ ସାପର ବିଷ ଏମିତି ରହୁଛି, ସେମିତି କିଛି ନାହିଁ। ସାପରେ ସେମିତି କଣ ସିଏ କାହିଁ ଟମାଟୋ ଖାଇବ? ଟମାଟୋ ବାଇଗଣ ସେ ତ ପରିବା ଜିନିଷ ତାଙ୍କର ଖାଦ୍ୟ ନୁହଁ, ସିଏ କାହିଁ ଯିବ ସେ କାମୁଡ଼ିବ କାହିଁକି, ତା ବିଷ ଛାଡ଼ିବ କାହିଁକି? ବିଷଟା ଯଦିଓ ସେ ଛାଡ଼ିଲା, ଆମେ ଯଦି ଖାଇଲେ, ବିଷ ଗୋଟେ ପ୍ରୋଟିନ୍, ଖାଇଲେ କିଛି ଅସୁବିଧା ନାହିଁ। ଏ ଟୁ ଜେଡ୍ ଯାଏଁ ସମସ୍ତେ ଖାଇପାରିବା। ଗରମ ହେଇଗଲେ ବିଲକୁଲ କିଛି ହବନି, ଗରମ ହଉ, ଯେତେ ଗରମ ହଉ କିମ୍ବା ଥଣ୍ଡା ହଉ, କିଛି କ୍ଷତି ହବନି। କ୍ଷତି ଏଇଆ ହବ ଯଦି କୌଣସି ଲୋକର ଆମେ ସେଇଟା ପଏଜନଟା ଖାଇଲା ପରେ ପାଟି ଭିତରେ କି ପେଟରେ ନାଡ଼ାରେ କୋଉ ଜାଗାରେ କ୍ଷତ ଥିବ, ଖଣ୍ଡିଆ ଥିବ, ବ୍ଲଡ ବାହାରୁଥିବ, ସେଇ କ୍ଷତ ଜାଗାରେ ଯଦି ଯାଇକି ପଏଜନଟା ଲାଗିଲା, ତାହେଲେ ତାର କେବଳ ଧର୍ମ ବ୍ଲଡ ସର୍କୁଲେସନ ବନ୍ଦ କରିବ, ବ୍ଲଡରେ ଆଉ ଗତି କରିବନି, ବ୍ଲଡରେ ମିଶିଯିବ। ତେଣୁ ସେଇଆଡ଼ିକି ସେ ଟାଣିବ। ଯଦି ସେତେକ ହେଇନି ଖଣ୍ଡିଆ କପଡ଼ା, ତାହେଲେ ଏଇଟା ଆଉ ଆମେ ସମସ୍ତେ ଖାଇପାରିବା, କିଛି ଅସୁବିଧା ନାହିଁ। ତେଣୁ ଟମାଟୋ, ବାଇଗଣ ଫାଇଗଣ ଏରା ସବୁ ନିଜର ଯୋଉ ୟୁଟ୍ୟୁବ ଦେଖିକି ଲୋକମାନେ ଭୟ କରୁଛନ୍ତି, ବିଲକୁଲ ଭୟଭୀତ ହୁଅନ୍ତୁ ନାହିଁ। ତାହେଲେ ନିଜର ଭ୍ୟୁ ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଗଣମାଧ୍ୟମରେ କରିକି ଛାଡନ୍ତି, ତେଣୁ ବିଲକୁଲ ତାକୁ ଡରିବ ନାହିଁ, ସେମିତି କିଛି ନାହିଁ। ଆଉ ଗୋଟେ ଲୋକ କଥା ଅଛି, ଆଗରୁ କହନ୍ତି କି ନାଗ ସାପ ଫଟୋ ଉଠାଏ ତା ଆଖିରେ, ନାଗ ସାପ ଫଟୋ ଉଠାଏ। ହଁ, ସାପ ଫଟୋ ଉଠେଇବା ଏଇଟା ଗୋଟେ ଏବେ ବି ରହିଛି ସମସ୍ତଙ୍କ ମନରେ। ଆରେ ସେଟା ନାଗ ସାପ, ତୁ କାହିଁ ସେଟାକୁ ଟେକା ମାରିଲୁ, କାହିଁ ତା ଆଗକୁ ପଳେଇଲୁ, ସେ ତୋର ଫଟୋ ଉଠେଇକି ରଖିବ। ସେମିତି କିଛି ନାହିଁ। ତା ମୁଣ୍ଡରେ କୋଉ କ୍ୟାମେରା ନାହିଁ କି କୋଉ ମଣି ପଥର ନାହିଁ, ସେଟା ସବୁ ଭୁଲ କଥା, ସେ ସବୁ ଅନ୍ଧବିଶ୍ୱାସ। ହଁ, ହୁଏତ ଯେମିତି ଆମେ ଦୁଇ ଲୋକ କୋଉ ଜାଗାରେ ଯାଇଛେ, କୋଉଟା ଆକ୍ସିଡେଣ୍ଟ ହେଇଗଲା କି ଗୋଟେ ଝଗଡ଼ା ଝଟି ହେଲା, କଣ ଗୋଟେ ଅକସ୍ମାତ ହେଇଗଲା, ଗୋଟେ ସ୍ମରଣୀୟ ଭଳିଆ ଗୋଟେ ଜିନିଷ, ଆମେ ହାଁ କରିଗଲେ କି ସେ ଲୋକଟାକୁ ଦେଖିଲେ, ଏଇ ଜିନିଷଟାକୁ ଦେଖିଲା ପରେ ମୁଁ ଗାଁକୁ ଯିବି, ସେ ଲୋକଟା ମତେ ଗାଡ଼ି ଧକ୍କା କରିଦେଲା, ସେ ଲୋକଟା କେମିତି, ନା ଏଇ ଲୋକଟା ମୁଁ ଚିହ୍ନିଛି। ହୁଏତ ସେଇଟା ସବୁବେଳେ ଭାବିକା ସିଏ ଆଉ କୋଉ ଦିନ କୋଉ ଜାଗାରେ ହାବୁଡ଼ି ପଡ଼ିଗଲା, ଆରେ ସେ ଲୋକଟା ତ ଇଏ ମତେ ଯୋଉ ସେଦିନ ଧକ୍କା କରିଥିଲା। ଜିନିଷ ହଉଛି ଏଇଆ, ନହେଲେ ସେମିତି କିଛି କ୍ୟାମେରା ନାହିଁ କି ଲେନ୍ସ ନାହିଁ, ସିଏ ଗୋଟେ ଫଟୋ ଉଠେଇ ରଖିଦେବା, ସେ ସବୁ ଭୁଲ କଥା। ଆଉ ଗୋଟେ କହନ୍ତି ଯୋଉ ଅଧାମରା କରି ସାପକୁ ଛାଡନ୍ତି, ସେଇ ଜିନିଷ ତ ସେମ୍ ଜିନିଷ, ସେଇ ଅଧାମରା କରିକି ଛାଡନି ବେଲେ ସାପକୁ ତ ମାରିବା କଥା ନୁହଁ, ଯେହେତୁ ସାପ ମଣିଷ ସମାଜ ପାଇଁ ସିଏ ବି ଗୋଟେ ଉପକାର ଜିନିଷ, ତାର ମଧ୍ୟ ସଂସାରରେ ବଞ୍ଚିବାର ଅଧିକାର ଅଛି, ତେଣୁ ଭଗବାନ ତାକୁ ଏ ସୃଷ୍ଟିକି ଛାଡ଼ିଛି। ତା ଦ୍ୱାରା ଆମେ ବହୁତ ମାନେ ଉପକୃତ ହଉଛେ, କିନ୍ତୁ ଉପକୃତ କଣ ହଉଛି ମଣିଷ ଜାଣିନି। ଉପକାର ସାପଠୁ ଆମେ କଣ ହଉଛେ ଏଇଟା ମଣିଷ ପ୍ରାୟ ଜାଣିନଥାନ୍ତି, ଆଉ ଅପକାରଟା ଜାଣିଥାନ୍ତି, କେବଳ କାମୁଡ଼ି ଦେଲେ ମରିବ। ସେ ବିନା କାରଣରେ କାହାକୁ କାମୁଡ଼େନି, ତାପରେ ଆଘାତ ଲାଗିଲେ ଗୋଡ଼ ହାତ କଣ ବାଜିଲେ କି ତା ଡିଷ୍ଟାନ୍ସ ଭିତରୁ ପଳେଇଲେ ସେ ଜାଣିପାରେନି, ବାଇଟ୍ କରିଦିଏ। ନଚେତ ସେମିତି କିଛି ନାହିଁ। ସାପ ଆମର ବହୁତ ଉପକାର ହଉଛି। ସାଧାରଣ କଥା ମୁଁ କହିବି, କୃଷକର ବନ୍ଧୁ ହେଲା ସାପ, କିନ୍ତୁ କୃଷକ ଏପର୍ଯ୍ୟନ୍ତ ଜାଣିନି। କୃଷକ ଆମେ ଯୋଉଠି ଦେଖୁଛେ ସାପକୁ ଖୋଳି ଖୋଳି ମାରୁଛେ, ଇଏ ଗାତରେ, ହିଡ଼ରେ, ଘରେ କୋଉଠି ରହିଲା ଆମେ କାଢ଼ିକି ମାରୁଛେ, କିନ୍ତୁ ସେସବୁ ନୁହଁ। କାହିଁକି ନା ଦେଖ, ସାପ ଯଦି ନଥାନ୍ତେ ଏ ସମାଜ ଭିତରେ, ଆମେ ଆଜ୍ଞା ଭୋକ ଉପାସରେ ମରୁଥାନ୍ତେ। କାରଣ କଣ ନା, ଯେତେବେଳେ ଆମେ ଗୋଟେ ଗଛ ପୋତିଲେ, କାକୁଡ଼ି ଗଛଟେ ପୋତିଲେ କି ଭେଣ୍ଡି ଗଛଟିଏ ପୋତିଲେ, ତାକୁ ସିଏ ଗଜାରୁ ବାହାରୁ ପୋତିକି ଆସୁ ଆସୁ ଏଣ୍ଡୁଅ ଝିଟି ପିଟି ତାକୁ ଖୋଳି ଖାଇ ଦେଉଛନ୍ତି। ଗଜା ଟିକେ ହେଲା, ଗଲା ଆସିକି ତାକୁ କାନ କୁଣ୍ଡୁଳି କାଟିକି ଖାଇସାରିଲେଣି। ଏମିତି ବିଭିନ୍ନ ପ୍ରକାର ହେଉଛି।
କିନ୍ତୁ ଏଇ ପୋକ ଜୋକ କି ଏଇ ମୂଷା କୌଣସି ପାରା ଚଢ଼େଇ ଏମାନେ ଯୋଉ ନଷ୍ଟ କରନ୍ତି ଏମାନଙ୍କୁ ଏଇ ସବୁ କୀଟପତଙ୍ଗକୁ ମାନେ ସହଜରେ ଦମନ କରିପାରେ ସାପ। ଭଗବାନ ସେଇଟା ସେମାନଙ୍କୁ ସାପ ଆକାରରେ ମାନେ ସେଇ ଯୋଉ ଜୀବକୁ ଖାଦ୍ୟ ଆକାରରେ ସେ ତାକୁ ରଖିଲେ। ଯଦି ସାପଟା କୌଣସି ଏଇ ମୂଷାଟା ଯାଇକି ଗୋଟେ ଇଟା ଗଦାରେ ପଶିଲା, ଅଳିଆ ଗଦାରେ ପଶିଲା, କାଠ ଗଦାରେ ଗଛରେ ଚଢ଼ିଲା, ତାକୁ ସହଜରେ ସାପ ହିଁ ସେ ଜାଗାକୁ ଯାଇକି ଦମନ କରିପାରିବ। ଯଦି ଏମାନେ ନଥାନ୍ତେ ମୂଷା, ବେଙ୍ଗ, ଏଣ୍ଡୁଅ, ଝିଟିପିଟିଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଥାନ୍ତା, ଆମେ ତ ଖାଦ୍ୟ ପାଇପାରିନଥାନ୍ତେ। ସାଧାରଣ ସବୁ ଅମଳ କରି ଘରେ ଥୋଇଥିବା, ଘରେ ଆସିକି ମୂଷା କାଟିକି ଦୋରସ୍ତ କରିଦେଇଥିବେ, ବିଲରୁ ଖାଇଦେବେ, ପୁଣି ନେଇକି ଧାନ ଅଧା ହେଇଥିବ ତାକୁ କାଟି ଦଉଛି ଯେ ପୁଣି ନେଇକି ଔଷଧ ଥାଉଛି। ତେଣୁ ସାପ ଉପକାର ନିହାତି ଭାବରେ ଏକରେ। ଦ୍ୱିତୀୟ କଥା, ସାପଠୁ ଆଉ ଗୋଟେ ଜିନିଷ ବହୁତ ଉପକାର ଆମେ ପାଉ, ବଡ଼ ବଡ଼ ବେମାର ପାଇଁ, ବଡ଼ ବଡ଼ ରୋଗ ବେମାର ପାଇଁ ଯେଉଁ ସବୁ ଇଞ୍ଜେକ୍ସନ ମାନେ ଇଞ୍ଜେକ୍ସନ ମାନେ ପାଉ, ସେଥିପାଇଁ କ୍ୟାନ୍ସର ଫ୍ୟାନ୍ସର ତ ଏ ଯେଉଁ ମାନେ ସାଇଣ୍ଟିଷ୍ଟ ମାନେ ଅଛନ୍ତି ତାପରେ ରିସର୍ଚ୍ଚ କରନ୍ତି, ସେ ସବୁ ଅଧିକ ଜିନିଷ କହିପାରିବେ। ପାଗଳ ଲୋକମାନଙ୍କୁ ଇଞ୍ଜେକ୍ସନ ବି ଦିଆ ହୁଏ। ମୁଁ ଗୋଟେ ସାଧାରଣ କଥା କହିବି, ଯେତେବେଳେ କୌଣସି ସ୍ତ୍ରୀ ଲୋକର ପ୍ରସବ ସମୟରେ କି ନହେଲେ କୌଣସି ଲୋକର ଯେତେବେଳେ ଓଟିକି ଯାଇ ଅପରେସନ ହୁଏ କୌଣସି ଜାଗା, ଗୋଟେ ସାଧାରଣ ଗୋଟେ ବଧିରା ଇଞ୍ଜେକ୍ସନ ଦିଆଯାଏ। ସେ ବଧିରା ଇଞ୍ଜେକ୍ସନଟା ହିଁ ତାହା ବି ଏକ ପଏଜନ, ସାପର ପଏଜନ। ଯେମିତି ଆମେ ସାପ କାମୁଡ଼ି ଦେଲା ପରେ ଲାଗୁଛି କ'ଣ କିରେ ପୁଅ, ନା ଏଇଟା ମୋର କିଛି ନାହିଁ, ଝିମଝିମ ହେଉଛି, ଟିକେ ପରେ ଏଇଟା ବଧିରା ହେଉଛି ମୋତେ ଜଣା ପଡ଼ୁନି। ତ ସେମିତି ସିଏ ତାଙ୍କର କ୍ୱାଣ୍ଟାଇଟ୍ ମାପା ହେଇକି ସେଇ ସବୁ ଇଞ୍ଜେକ୍ସନ ତିଆରି ହୁଏ, ତାର ବହୁତ ଉପକାର ଆମେ ପାଉ। ତେଣୁ ସାପମାନେ ବଞ୍ଚି ରହିବା ଦରକାର, ସାପମାନଙ୍କୁ ମାରନ୍ତୁ ନାହିଁ। ଚାଇନାରେ ସବୁ ଚାଷ କରୁଛନ୍ତି ସାପ, ବାହାର ଦେଶ ସିଏ ଅଛି ବିଭିନ୍ନ ପ୍ରକାର, କୋଉ ଦେଶର ସିଷ୍ଟମ କ'ଣ ଅଛି, ଆମର ତ ସେଇ ସବୁ ସିଷ୍ଟମ ଇଣ୍ଡିଆରେ ନାହିଁ, ଓଡ଼ିଶାରେ ନାହିଁ। ସରକାରଙ୍କର ଗାଇଡଲାଇନ୍ ଅଛି, ସାପ ଧରିକି କେଳାମାନେ ତ ଆଗରୁ ସେମାନଙ୍କର ବୃତ୍ତି ଗୋଟେ ଥିଲା, ତ ସେଇଟା ବନ୍ଦ ହେଇଯାଇଛି। ତ ସାପ ଧରିକି ସୋସିଆଲ ମିଡ଼ିଆରେ ତାକୁ ପୋଷ୍ଟ କରିବା, ୟା ପରେ ତ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ତ ଏବେ ଯାତ୍ରାରେ ମିଳୁଛି, ଯୋଉ ଯାତ୍ରା ମାନଙ୍କରେ ଏବେ ସାପ ଧରିକି ଖେଳିବାଟା, ଡ୍ରାମା କରିବାଟା, ଷ୍ଟେଜ ଉପରକୁ ଆସୁଛନ୍ତି, ତ ଦେଖନ୍ତୁ କ'ଣ ଗାଇଡଲାଇନ୍ ଭିତରେ ରହୁଛି ନା ବାହାରେ ରହୁଛି? ନାଇଁ, ଗାଇଡଲାଇନ୍ ଭିତରେ ସମସ୍ତେ ଏମାନେ ନାହାନ୍ତି। ଯୋଉଟା କହିଲି, ଆପଣ ଯୋଉଟା କହିଲେ, ଯେହେତୁ ସୋସିଆଲ ମିଡ଼ିଆ ଯାହା, ଯାତ୍ରା ପେଣ୍ଡାଲ ସେଇଆ, ଏବେ ଭାଇରାଲ ହଉଛି ଗୋଟେ ଭିଡିଓ, ସିନେମା ସେଇଆ, ଏମିତି ଅନେକ ଜିନିଷ ଭାଇରାଲ ହଉଛି। ଭାଇ ଶୁଣନ୍ତୁ, ସାପକୁ ଧରିକି ଆଜି ମୁଁ ସାପ ଧରୁଛି, ମୁଁ ଜାଣିଛି, ତାପରେ ମୁଁ ମୋର ଡ୍ରାମା କଲି, ସାପକୁ ନେଇକି ଦେଖେଇଲି, ତାକୁ ଖେଳେଇଲି, ତା ଦାନ୍ତ ଏମିତି କଲି, ତା ବିଷ ଏମିତି କାଢ଼ିଲି, ବିଭିନ୍ନ ପ୍ରକାର ସମସ୍ୟା ଯୋଉ କଲି, ସେଇ ଜିନିଷଟାକୁ ଆହୁରି କିଛି ଲୋକ ଦେଖିଲେ, ଯିଏ ସେଇଟାକୁ ଆଗ୍ରହ କଲା। କିନ୍ତୁ ଅଧିକ ଜିନିଷ ମୁଁ ଯେତିକି ଟ୍ରିକ୍ ଜାଣିଛି ସିଏ ସେତିକି ଜାଣିନଥିବ, ସିଏ ସେଇଟାକୁ ଦେଖି ଶୋ କରୁକା ତାକୁ ବାଇଟ୍ ହେଲା, ତାପରେ ସେ କିନ୍ତୁ ବଞ୍ଚିବ ସେ ଜାଣିନି, ଲୋକ ମଲା। ଏମିତି ତା ଦେଖା ଦେଖି ଏଇଟା ଗୋଟେ ମାନେ ଫ୍ୟାସନ୍ ହେଇଗଲାଣି। ଏଇଟା ସାପ ଉପରେ ଧରିକି ବିଭିନ୍ନ ପ୍ରକାର ଡ୍ରାମା କରିକି ସୋସିଆଲ ମିଡ଼ିଆରେ ଗୋଟେ ଫ୍ୟାସନ୍ ହେଇଗଲାଣି। କିନ୍ତୁ ସେଇଥିପାଇଁ ସରକାର ଏଇ ଯେଉଁ ଗାଇଡ଼ଲାଇନ୍ଟା କରିଛନ୍ତି, କିନ୍ତୁ ଭଲ କରିଛନ୍ତି, ସେଟା ମାନିବାକୁ ପଡ଼ିବ ତାଙ୍କୁ। ସୋସିଆଲ ମିଡ଼ିଆ କଥା କହୁନି, ଯାତ୍ରା ପେଣ୍ଡାଲରେ ଯେଉଁ ଏବେ ଭାଇରାଲ ହେଉଛି, ହଁ, ଯାତ୍ରା ପେଣ୍ଡାଲରେ ଭିଲିଆନ ଗୋଟେ ଅଇରାଜ ନା ଅଜଗର ସାପ ଏମିତି ଗୋଟେ ଧରିକି ଆସୁଛି। ଯାତ୍ରା ପେଣ୍ଡାଲରେ ଏମିତି ତ ଯେହେତୁ ବହୁତ ଜାଗାରୁ ବନ୍ଦ ହେଲାଣି, ବ୍ୟାନ୍ ହେଲାଣି, ଖାଲି ଯାତ୍ରା ପେଣ୍ଡାଲ ନାହିଁ, ଏମିତି ଯେଉଁ ଡବଲ ଖେଳ ଆମେ ଦେଖୁଛେ ସେଥିରେ ମଧ୍ୟ ବ୍ୟବହାର କରାଯାଉଛି ସାପମାନଙ୍କୁ। ଏଇ ଜିନିଷଟା କଥାରେ ନାହିଁ, ହାତୀ ଯାଉଛି କିପରି ଯାଇପାରୁନି। ଯେଉଁମାନେ ଜୀବପ୍ରେମୀ ତାପରେ କାମ କରନ୍ତି, ସେମାନେ ୟାର ମାନେ ଦେଖୁଛନ୍ତି, ସେମାନେ ସହିପାରୁନାହାନ୍ତି। ଏଇ ଜିନିଷଟା କ'ଣ, ସିଏ ସହିପାରିବା ନ ପାରିବା ସେଇଟା ତ ଅଲଗା କଥା, କିନ୍ତୁ ସେଇଟା ନିୟମରେ ଯେହେତୁ ନାହିଁ ସେଇଟା କରିପାରିବେ ନାହିଁ। ସାପ ତା ହାବିଟେଟରେ ଅଛି, ହାତୀ ତା ହାବିଟେଟରେ ଅଛି ଜଙ୍ଗଲରେ, ଭାଲୁ ତା ଜାଗାରେ ଅଛି। ହଁ, କିଏ ଦେଖିକି କେବଳ ଭାଲୁଟାକୁ କି ସେ ସାପଟାକୁ କି ସେ ହାତୀଟାକୁ ଆମେ ଫଟୋ ଉଠେଇକି ପୋଷ୍ଟ କରିପାରିବା। ସେମିତି ଯଦି ସେଇ ଜିନିଷଟା ବନ୍ଦ ହେବ, ତାହେଲେ ଟୋଟାଲ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର, ଭିଡ଼ିଓ, ଏରା ସବୁ ଚ୍ୟାନେଲ ବନ୍ଦ ହେଇଯିବ। ବୁଝିଲେ ନା? ଆମେ ନରେନ୍ଦ୍ର ମୋଦି ସିଏ ପୁରା ନିଜେ ଷ୍ଟଣ୍ଟ କରୁଛି, ସିଏ ନିଜେ ସିଂହ ସହିତ, ବାଘ ସହିତ କୁଣ୍ଡେଇକି, ସାପ ସହିତ କୁଣ୍ଡେଇକି ଫଟୋ କରୁଛି ନା ନାହିଁ? ତେଣୁ ଗାଇଡ଼ଲାଇନ୍ ନିୟମ ସମସ୍ତଙ୍କ ପାଇଁ ସମାନ, କିନ୍ତୁ ଗୋଟେ ଜିନିଷ ତାଙ୍କର କରିପାରିବେନି କେହି କିଛି। ତଳ ପାହ୍ୟା ଯିଏ ସବୁ ଛୋଟ ଛୋଟ, ତାଙ୍କ ଉପରେ ବଡ଼ ପାହ୍ୟାଙ୍କର ଆକ୍ରମଣ। ମଝିରେ ସେମିତି ବିଗତ ବର୍ଷରେ ଜଣେ ୟୁଟ୍ୟୁବର ସାପ ଧରାଳି, ତାଙ୍କୁ ବି ଆରେଷ୍ଟ କରାଯାଇଥିଲା। ଏମିତି ଗୁଡ଼ାଏ ସାପ ଧରାଳି, ମାଙ୍କଡ଼ ରଖୁଛନ୍ତି ଯେଉଁମାନେ, ତାଙ୍କୁ ବି ଆରେଷ୍ଟ କରାଯାଇଥିଲା, ତାଙ୍କୁ ବି ବ୍ୟାନ୍ କରାଯାଇଥିଲା। ୟା ବିଷୟରେ କ'ଣ କହିବେ? ସେମାନେ ଯେଉଁମାନଙ୍କୁ ବ୍ୟାନ୍ କରାଯାଇଥିଲା, ବ୍ୟାନ୍ କରିବାର କାରଣ ଥିଲା ସେମାନଙ୍କ ପ୍ରତି ଯେଉଁ ଆକ୍ସନ୍ ନେଇଥିଲେ ସରକାର, ବି କିଛି ଖରାପ ହେଇନି।
ମୋ ମତରେ କାହାର କ'ଣ ଥିବ ମୁଁ କହିପାରିବିନି, କିନ୍ତୁ ମୁଁ ଯୋଉଟା କହୁଛି ସେମାନେ ଯେତିକି ଯୋଉ ସିଷ୍ଟମରେ ରେସ୍କ୍ୟୁ କରିକି ଛାଡ଼ିବା ଜୀବଟାକୁ ହାର୍ମଫୁଲ୍ ତାକୁ ବିରକ୍ତ କରିବାନି, ତାକୁ ରଗେଇବାନି, ତା ଉପରେ ଆକ୍ରମଣ କରିବାନି, ଗୋଟେ ସୁବିଧାରେ ଧରିକି ସୁବିଧାରେ ଛାଡ଼ିବା, ଏଇଟା ହଉଛି ମାନେ ପ୍ରିନ୍ସିପାଲ ମାନଙ୍କର କାମ। କିନ୍ତୁ ସେମାନେ ଅଧିକ ଡ୍ରାମା କରନ୍ତି, ସାପକୁ କେଞ୍ଚିବା, ସିଆଡ଼େ ନେଇକି ଆଉ ଟିକେ ଖେଳେଇବା, ଲୋକମାନଙ୍କୁ ଆଡ଼େ ଛାଡ଼ିବା, ସେ କୁକୁର ପିଲା ଉପର ପକେଇ ମାରିବା, ସେ ମାଙ୍କଡକୁ ଧରିକି ସେ ତାକୁ ନଚେଇବା, ତାକୁ ଗାଧେଇବା, ମାଙ୍କଡ ତ ସେ ତା ପରିବେଶରେ, ତୁ ଆଣି ତ ଘରେ ଆଣି ଗାଧେଇବ କଣ ଦରକାର ଯିବ ବୋଲି ସେ ମାଙ୍କଡ ସିଏ ବଣ ଜନ୍ତୁ, ବଣରେ ବୁଲିଲା, ଗୋଟେ ଅସୁରକ୍ଷିତ ଇଏରେ ପଡିଗଲା, ଆମେ ତାକୁ ତମେ ଘରେ ରଖିବ, ତାକୁ ବାନ୍ଧିକି ରଖିବ, ତା ଦାନ୍ତ ବି ଭାଙ୍ଗିକି ଖେଳନ୍ତି, ବିଭିନ୍ନ ପ୍ରକାର କାମ କରିଲା, ଏଇଟା ହଉଛି ନିୟମ ନାହିଁ। ତେଣୁ ସେମାନଙ୍କ ପ୍ରତି ସରକାର ଆକ୍ସନ ନେଲେ ଆମେ କହିପାରିବୁନି ସେଟା। ତୁ ଆମେ ବି ସାପ ଧରା, ମୁଁ ବି ଆଗରୁ ଛାଡେ ସେମିତି ସୋସିଆଲ ମିଡିଆରେ, କିନ୍ତୁ ମୁଁ ଏମିତି ସବୁ ଆମର ଡାମାନ ସୁବିଧାର ଧରୁ, ସୁବିଧାରେ ଛାଡିବାଟା ଆମେ କରୁ। ଯେତେବେଳେ ଗାଇଡଲାଇନ ତିଆରି ହେଇଗଲା ଆମେ ମଧ୍ୟ ସେଥିପାଇଁ ସଚେତନ ହେଇଗଲୁ, ଆମେ କାହିଁକି କି ଆମ ଉପରେ ଆକ୍ସନ ନବ କଣ ଦରକାର। ତେଣୁ ଆମେ ଯେତେବେଳେ ଆମେ ଯୋଉଟା ବର୍ତ୍ତମାନ ପୋଷ୍ଟ କରୁଛୁ ଲୋକମାନେ ଜାଣିବା ପାଇଁ, ଏଇ ସାପଟା ଦେଖ ଏମିତିଆ, ତାର ଆକ୍ଟିଭିଟି ଏଇଆ, ସିଏ ତା ହାବିଟେଟରେ ଥିବ, ଆମେ ଫଟୋଟା କି ଭିଡ଼ିଓଟା ପୋଷ୍ଟ କରିବୁ, କିଛି ଅସୁବିଧା ନାହିଁ। ସାପକୁ ଆମେ ଲାଗିବାର ନାହିଁ, କି ସାପକୁ ଗରମ କରିବାର ନାହିଁ, କାହା ଉପରେ ପକେଇବା ନାହିଁ, କି ଡ୍ରାମା କରିବା ଦରକାର ନାହିଁ। ସେମାନେ ତାହା କରୁଥିଲେ, ତେଣୁ ସେମାନଙ୍କ ଉପରେ ଆକ୍ସନ କରାଗଲା। ଆଉ କଣ କହିବି ଶେଷରେ? ଶେଷରେ ମୁଁ କହିବି ଯୋଉ ଭାଇ ଯାହା ବି ହଉ, ସରକାର ଯେତେବେଳେ ଯୋଉ ଗାଇଡଲାଇନ କରୁଛନ୍ତି କିଛି ଖରାପ ନୁହଁ, ଗାଇଡଲାଇନ ମାନିକି ଆମେ ଏଇ କାମ କରିବା, କିଛି ଅସୁବିଧା ହବନି। ଆଉ ଯେକୌଣସି ଲୋକ ସାପ କାମୁଡ଼ିଲେ ଜମା ବ୍ୟସ୍ତ ହେବେନି, ସେଟାକୁ ତୁରନ୍ତ ମେଡିକାଲ ନେବେ। ଧନ୍ୟବାଦ।